ଗାଈଟିର ନାମ କଣ ଥିଲା? ସେ ଗାଈର କଣ ଥିଲା? ଛୋଟ ବାଛୁରୀଟି କୋଉଠି ରହୁଥିଲା? ଗୁହାଳରେ ରହୁଥିଲା ନାଇଁ କି? ଆଚ୍ଛା, ଗାଈଟି ପ୍ରତିଦିନ କୁଆଡେ ଯାଉଥିଲା? କଣ ପାଇଁ ଯାଉଥିଲା? ଚରିବା ପାଇଁ ଯାଉଥିଲା। ସେ ଜଙ୍ଗଲରେ କାହାକୁ ଦେଖିଲା? ବାଘ ତାକୁ ଖାଇଦେଲା? କଣ ପାଇଁ ଖାଇଲାନି? ସେ ସଚ୍ଚୋଟ ଥିବାରୁ ହେଲା, ସେ ସତ କହୁଥିବାରୁ ବାଘ ମନରେ ବଉଳା ଗାଈ ପ୍ରତି ଦୟା ଆସିଲା, ତେଣୁ ସେ ତାକୁ ଖାଇଲା ନାହିଁ। ଭଲ ଲାଗିଲା ଗପଟି? ଆଚ୍ଛା, ତାଳି ହେଇଯାଉ। ଭଲ ଅଛ ସମସ୍ତେ? ଖାଇଛ? ଆଚ୍ଛା, କଣ ଖାଇଛ ସବୁ କହିଲ? ୱାଓ, ଚୁଡ଼ା, କମ୍ପ୍ଲାନ, ରୁଟି ଏତେ ସବୁ ଖାଇକି ଆସିଛ ତାହେଲେ ନାଇଁ କି? ଆଚ୍ଛା ଆଚ୍ଛା, ଶୁଣିଲ ତମକୁ ଗପ ଶୁଣିବାକୁ ଭଲ ଲାଗେ? ଗପଟି ଶୁଣିବା? ଗପଟି ଶୁଣିବା? ଶୁଣିବା ଗପ? ଆଚ୍ଛା ହଉ, ତମେ ଗାଈ ଦେଖିଛ? ଗାଈ ଦେଖିନ? ସାଇନା ଗାଈ ଦେଖିନ? ଗାଈ ତ ନାହିଁ କହୁଛ। ଆଚ୍ଛା, ଗାଈ ଦେଖିଛ ତାହେଲେ? ଗାଈ କୋଉଠି ରୁହେ? ଗୁହାଳରେ ନାଇଁ କି? ଆଚ୍ଛା, ତ ମନେ ରଖିଛ? ଆଚ୍ଛା ଆଚ୍ଛା ହଉ ଠିକ ଅଛି। ଆଜି ସେ ଗାଈ ଉପରେ ଗୋଟେ କାହାଣୀ ଶୁଣିବା ବା ଗୋଟେ ଗପଟେ ଶୁଣିବା ଗାଈ ଉପରେ। ଗୋଟେ ବିରାଟ ବଣଟେ ଥିଲା ହେଲା, ବୁଝିଲା? କଣଟେ ଥିଲା? ବଣ ପାଖରେ ଗୋଟିଏ ଗାଁ ଥିଲା, ବୁଝିଲା? ବଣ ପାଖରେ କଣ ଥିଲା? ଆଚ୍ଛା, ସେ ଗାଁରେ ଗୋଟିଏ ଗାଈଟିଏ ଥିଲା। କଣ? ସେଇ ଗାଈର ନାମ ହଉଛି ବଉଳା। କଣ ସେଇ ଗାଈର ନାମ? ସେଇ ବଉଳା ଗାଈର ଗୋଟିଏ ଛୋଟିଆ ବାଛୁରୀଟିଏ ମଧ୍ୟ ଥିଲା। କଣ ଥିଲା? ଛୋଟିଆ ବାଛୁରୀଟିଏ ଥିଲା ହେଲା। ବଉଳା କଣ କରେ? ପ୍ରତିଦିନ ବଣକୁ ଯାଏ ଚରିବା ପାଇଁ, ବୁଝିଲା? ତା ବାଛୁରୀକି ସେଇ ଗୁହାଳରେ ଛାଡ଼ିକି, ବୁଝିଲା? କଣ କରେ? ବଉଳା ବାଛୁରୀକୁ ଗୁହାଳରେ ଛାଡ଼ି ପ୍ରତିଦିନ ଜଙ୍ଗଲକୁ ଯାଏ ଚରିବା ପାଇଁ ହେଲା। ଆଉ କଣ କରେ? ଦିନ ଯାକ ଚରିବ, ସନ୍ଧ୍ୟା ହେଲେ ଗୁହାଳକୁ ପଳେଇ ଆସେ ହେଲା। ତା ବାଛୁରୀକି ଖାଇବାକୁ ଦିଏ, ଆଉ ଗେଲ କରେ, ବୁଝିଲା? ଏମିତି ପ୍ରତିଦିନ ଚାଲେ। ଦିନ ପରେ କଣ ହେଇଛି? ବଉଳା ଯାଇଛି କୋଉଠିକି? ଜଙ୍ଗଲକୁ ଚରିବା ପାଇଁ, ବୁଝିଲା? କଣ ହେଇଛି? ଜଙ୍ଗଲକୁ ଚରିବାକୁ ଯାଇଛି, କିନ୍ତୁ ଫେରିବାରେ ସେଦିନ ଟିକେ ଲେଟ୍ ହେଇଗଲା ହେଲା, ରାତି ହେଇଯାଇଛି। ସେ ତେଣୁ କଣ କରୁଛି? ତରତର ହେଇକି କହିଲା, ମୋ ପୁଅ ସେଠି ଅନେଇକି ବସିଥିବ ହେଲା, ବାଛୁରୀ ସେଠି ଅନେଇକି ବସିଥିବ ଗୋଟେ ହେଲା, ମୁଁ ଗଲେ ଖାଇବାକୁ ଦେବି ନା, ବୁଝିଲା? ତେଣୁ ସେ କଣ କଲା? ତରତର ହେଇକି ପଳେଇ ଆସିଲା। ଆସିଲା ବେଳକୁ ବାଟରେ ବାଘକୁ ଦେଖିଲା, ବୁଝିଲା? କାହାକୁ ଦେଖିଲା? ବାଘକୁ। ସେ ଯେତେବେଳେ ବାଘକୁ ଦେଖିଲା, ସେ ପୁରା ଡରିଗଲା ହେଲା। ବାଘ କହିଲା, ମୁଁ ଆଜି ତତେ ଖାଇବି। କଣ କହିଲା ବାଘ? ଖାଇବି। ବଉଳା କହିଲା, ନାଇଁ ନାଇଁ ମତେ ଖାଉନି, ମୋ ବାଛୁରୀ ଗୁହାଳରେ ବନ୍ଧା ହେଇକି ଅଛି, ସେ ଛୋଟିଆଟିଏ, ମୁଁ ଗଲେ ତାକୁ ଖାଇବାକୁ ଦେବି, ମତେ ଦୟାକରି ଖାଉନି ହେଲା, ବୁଝିଲା? କିନ୍ତୁ ବାଘ କହିଲା, ନାଇଁ ମୁଁ ତତେ ଖାଇବି ହେଲା। ତାପରେ ବଉଳା ବହୁତ କାକୁତି ମିନତି କଲା ପରେ, ବହୁତ କାକୁତି ମିନତି କଲା ହେଲା। ବାଘ କହିଲା, ସତ କହୁଛୁ ତ? ବଉଳା କହିଲା, ମତେ ଏଇ ଥରଟା ଛାଡ଼ି ଦିଅ, ମୁଁ ମୋ ବାଛୁରୀକି ଖାଇବାକୁ ଦେଇକି ମୁଁ ତମ ପାଖକୁ ପଳେଇ ଆସିବି, ତାପରେ ତମେ ମତେ ଖାଇବ ହେଲା। ତାପରେ ବାଘ କହିଲା, ତୁ ସତ କହୁଛୁ ତ ଆସିବୁ? ବଉଳା କହିଲା, ମୁଁ ନିଶ୍ଚିତ ଆସିବି। ସେଠୁ ବାଘ କଣ କଲା? ତାକୁ ଛାଡ଼ିଦେଲା ହେଲା। ବଉଳା କଣ କଲା? ଘରକୁ ଆସିଲା, ଗୁହାଳକୁ ଗଲା, ତା ବାଛୁରୀକି ଗେଲ କଲା ହେଲା, ବହୁତ ଗେଲ କଲା, କାନ୍ଦିଲା ହେଲା। ଆଉ ତାପରେ ଖୁଆଇ ସାରିଲା ପରେ ପୁଣି ବଣକୁ ଆସିଲା। କଥା ଦେଇଛି ସେ କାହାକୁ? ବାଘକୁ, ଯେ ମୁଁ ମୋ ବାଛୁରୀକୁ ଖୁଆଇକି ଆସିବି ବୋଲି, ବୁଝିଲା? ସେପଟେ ବାଘ ଜଗିକି ବସିଛି, କହିଲା, ସେ ତ କହିଦେଲା ଆସିବ ବୋଲି, ସତରେ ଆସିବ ତ? ବୁଝିଲା? ଯଦି ନ ଆସିବ ତେଣୁ ବାଘ ଜଗିକି ବସିଛି। ସେଇ ସମୟରେ ବଉଳା ଯାଇକି ପହଞ୍ଚିଲା। କାହା ପାଖରେ? ବାଘ ପାଖରେ। ବାଘ ଏହା ଦେଖି ଆଶ୍ଚର୍ଯ୍ୟ ହେଇଗଲା, ତାର ସଚ୍ଚୋଟତା ଦେଖିକି ଆଶ୍ଚର୍ଯ୍ୟ ହେଇଗଲା। କଣ? ଯେ ସେ ତା କଥା ରଖିଛି କି ନାହିଁ। ସେ କଥା ଦେଇଥିଲା ଯେ ମୁଁ ମୋ ବାଛୁରୀକି ଖୁଆଇକି ଆସିବି ବୋଲି, ସେ ତା କଥା ରଖିଲା।
ସେଇ ସଚୋଟତା ଦେଖି ବାଘ ତାକୁ ଛାଡ଼ିଦେଲା। ବୁଝିଲା? ବାଘ ତାକୁ ଛାଡ଼ିଦେଲା, କହିଲା ଯେ ତୁ ତୋ କଥା ରଖିଛୁ, ତେଣୁ ମୁଁ ତୋତେ ଆଜି ଛାଡ଼ି ଦଉଛି। ହେଲା, ବାଘ ମନରେ ଦୟା ଆସିଲା। ବୁଝିଲା? ବାଘ ମନରେ ଦୟା ଆସିଲା, ତେଣୁ ସେ ଛାଡ଼ିଦେଲା। କାହାକୁ? ବଉଳା ଗାଈ। ହେଲା, ବଉଳା ଗାଈ ତାପରେ ମନ ଖୁସିରେ ତା ବାଛୁରୀ ପାଖକୁ ଫେରି ଆସିଲା। ବୁଝିପାରିଲ? ବୁଝିପାରିଲ? ଏଇ ଗପଟିରୁ ଆମେ କଣ ଶିକ୍ଷା ପାଇଲେ? ହଁ, ସମସ୍ତଙ୍କ ପ୍ରତି ଦୟା କରିବା ଉଚିତ। ତା ସହିତ କଣ? ସଦାବେଳେ ସତ କହିବା, ସଚ୍ଚୋଟତା ରହିବା। ହେଲା, ଆମେ ଯାହାକୁ ଯାହା ବଚନ ଦଉଛେ ବା କଥା ଦଉଛେ ସେଇ କଥାକୁ ରକ୍ଷା କରିବା ଉଚିତ। ହେଲା, ଆମେ ଯଦି ସଦାବେଳେ ସତ କହିବା ତାହେଲେ ଆମ ସହିତ ସବୁବେଳେ ଭଲ ହିଁ ହବ। ବୁଝିପାରିଲ? ବୁଝିପାରିଲ ତ? ଭଲ ଲାଗିଲା? ଆଚ୍ଛା।